ଏଫ୍ଏଲ୍ଏନ୍ ପ୍ରୟୋଗ 3 ଦିନ ଟ୍ରେନିଂ ନେଲା ପରେ ସେହି ତାଲିମ ଅନୁଭୂତି ଆଧାରିତ ପୋଷ୍ଟ ଟେଷ୍ଟ କରାଯାଏ। ଟ୍ରେନିଂ ଆରମ୍ଭରେ ପ୍ରି ଟେଷ୍ଟ ସମୟରେ ଜଣେ ଟ୍ରେନି ପୂର୍ବ ଜ୍ଞାନ କେତେ ଥିଲା ଓ 3 ଦିନ ତାଲିମ ପାଇବା ପରେ କେତେ ଅଧିକ ହାସଲ କରିଛନ୍ତି ତାହାର ଆକଳନ ପାଇଁ ଏହି ପୋଷ୍ଟ ଟେଷ୍ଟ କରାଯାଏ। ମୋ ପାଇଁ ଯେଉଁ ପୋଷ୍ଟ ଟେଷ୍ଟ କୋଶ୍ଚିନ୍ ଆସିଥିଲା ମୁଁ ତାକୁ କରିଛି। ପରବର୍ତ୍ତୀ ମାନ ନିର୍ଦ୍ଧାରଣ ପ୍ରଶ୍ନପତ୍ର ବା ପୋଷ୍ଟ ଟେଷ୍ଟ ଯାହାକି ଟ୍ରେନିଂ ସରିଲା ପରେ କରିବାକୁ ପଡ଼ିଥାଏ। ଏହା କରିବାଟା ନିହାତି ଜରୁରୀ। ଅନଲାଇନ୍ରେ ଏହା କରିବାକୁ ପଡ଼େ। ମୋ ପାଇଁ ଯେଉଁ କୋଶ୍ଚିନ୍ ଆସିଥିଲା ମୁଁ ତାହାର ଆନ୍ସର ଏଠାରେ କରିଛି। ପ୍ରଥମେ ଆସିଲା ମେଲ୍। ଇମେଲ୍କୁ ମୁଁ କ୍ଲିକ୍ କଲି। ତାପରେ ଆସିଲା ନେମ୍ ଜାଗାରେ ମୁଁ ମୋର ନେମ୍କୁ ଲେଖିଲି। ତାପରେ ଆସିଲା ସ୍କୁଲ ୟୁଡାଇସ୍ କୋଡ଼୍। ସ୍କୁଲ ୟୁଡାଇସ୍ କୋଡ଼୍ରେ ମୁଁ ମୋର ସ୍କୁଲର ୟୁଡାଇସ୍ କୋଡ଼୍କୁ ଲେଖିଲି। ତାପରେ ସେଇ ପ୍ରି ଟେଷ୍ଟ ପରି ଆସିଲା ଡେଜିନେସନ୍ ଜାଗାରେ ଯେହେତୁ ମୁଁ ଆସିଷ୍ଟାଣ୍ଟ ଟିଚର, ମୁଁ ଆସିଷ୍ଟାଣ୍ଟ ଟିଚରକୁ କ୍ଲିକ୍ କଲି। ସ୍କୁଲର ନେମ୍ ଜାଗାରେ ନିଜର ସ୍କୁଲର ନାଁକୁ ଲେଖିବାକୁ ପଡ଼ିଲା। ଡିଷ୍ଟ୍ରିକ୍ଟ ଜାଗାରେ ଯେହେତୁ ମୁଁ ଅନୁଗୁଳ ଡିଷ୍ଟ୍ରିକ୍ଟର ତେଣୁ ଅନୁଗୁଳକୁ କ୍ଲିକ୍ କଲି। ତାପରେ ଆସିଲା ନେକ୍ସଟକୁ ମଧ୍ୟ କ୍ଲିକ୍ କଲି। ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକକୁ ସେଠାରେ ଶୋ କଲା। ଚୁଜ୍ ଜାଗାରେ ଯେଉଁ ଆରୋ ମାର୍କ ଅଛି ସେ ଆରୋ ମାର୍କକୁ କ୍ଲିକ୍ କଲେ ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକ ସେଠାରେ ଶୋ କରିବ। ଯେହେତୁ ମୁଁ 8 ମଲ୍ଲିକ ବ୍ଲକର ତେଣୁ 8 ମଲ୍ଲିକ କ୍ଲିକ୍ କଲି। ତାପରେ ଆସିଲା ବ୍ୟାକ୍ ନେକ୍ସଟ। ଯେହେତୁ ମୁଁ ସମସ୍ତ କରିସାରିଛି ତେଣୁ ନେକ୍ସଟକୁ କ୍ଲିକ୍ କଲି। ପାର୍ଟ ବିରେ ଥିବା ସମସ୍ତ ପ୍ରଶ୍ନର ଉତ୍ତରକୁ ମୁଁ ଏଠାରେ କରିବି। ପାର୍ଟ ଏର ସମସ୍ତ ଫର୍ମ ଫିଲ୍ଅପ୍ କରିସାରିଛେ। ବର୍ତ୍ତମାନ ପାର୍ଟ ବିରେ ଆସିଲା ନମ୍ବର 1। ମୌଳିକ ପର୍ଯ୍ୟାୟ ଶେଷରେ ପ୍ରତ୍ୟେକ ଶିକ୍ଷାର୍ଥୀ ନିମ୍ନରେ ଦିଆଯାଇଥିବା ଡ୍ୟାସ୍ ହାସଲ କରିବାର ଆଶା କରାଯାଏ। ଏହାର ଅପସନ୍ ଅଛି କ ଶିକ୍ଷାର ଲକ୍ଷ୍ୟ, ଖ ପାଠ୍ୟକ୍ରମର ଲକ୍ଷ୍ୟ, ଗ ଦକ୍ଷତା, ଘ ଉଭୟ ଖ ଓ ଗ। ଏହାର ଠିକ୍ ଆନ୍ସର ହେବ ଘ ଉଭୟ ଖ ଓ ଗ। ନମ୍ବର 2। ଶିକ୍ଷାର ଲକ୍ଷ୍ୟ, ପାଠ୍ୟକ୍ରମର ଲକ୍ଷ୍ୟ, ଦକ୍ଷତା ଓ ଶିକ୍ଷଣ ଫଳାଫଳକୁ ସାମଗ୍ରିକ ଭାବେ ଡ୍ୟାସ୍ କୁହାଯାଏ। ଅପସନ୍ରେ ଅଛି କ ଶିକ୍ଷାର ପୁରୋଦୃଷ୍ଟି, ଖ ମାନକ ଶିକ୍ଷଣ, ଗ ସର୍ବନିମ୍ନ ଶିକ୍ଷଣ, ଘ ଫଳପ୍ରଦ ଶିକ୍ଷଣ। ଏହାର ଠିକ୍ ଆନ୍ସର ଅପସନ୍ ଖ ମାନକ ଶିକ୍ଷଣ। ନମ୍ବର 3। ମୌଳିକ ପର୍ଯ୍ୟାୟ ପାଇଁ NCFSର କେତୋଟି ପାଠ୍ୟକ୍ରମ ଲକ୍ଷ୍ୟ ସ୍ଥିର କରାଯାଇଛି? କ 10, ଖ 11, ଗ 12, ଘ 13। ଏହାର ଠିକ୍ ଆନ୍ସର ଅପସନ୍ ଘ 13। ନମ୍ବର 4। NCERT ଦ୍ୱାରା ପ୍ରସ୍ତୁତ ଯାଦୁଇ ପିଟାରାରେ ବାଲବାଟିକା ଶ୍ରେଣୀ ପାଇଁ ଡ୍ୟାସ୍ କାର୍ଯ୍ୟପୁସ୍ତିକା ଦିଆଯାଇଛି? କ ଆନନ୍ଦ, ଖ ଉନ୍ମୁକ୍ତ, ଗ ସମୃଦ୍ଧ, ଘ ଉଦ୍ରେକ। ତେଣୁ ଏହାର ସଠିକ୍ ଆନ୍ସର ହେବ ଅପସନ୍ କ ଆନନ୍ଦ। ନମ୍ବର 5। ମାଳିନୀ ଦେବୀ ତାଙ୍କ ଜନ୍ମଦିନରେ ହଠାତ୍ 6 ବର୍ଷର ହିତେଶକୁ ବିରକ୍ତ ହୋଇ ଖୁବ୍ ଜୋରରେ ଗାଳି ଦେଲେ। ହିତେଶ କିନ୍ତୁ କୌଣସି ପ୍ରତିକ୍ରିୟା ନ କରି ମାଙ୍କ କୋଳରେ ଆସି ବସି ପଡ଼ିଲା। ଏହି ପରିସ୍ଥିତିରେ ହିତେଶ ମଧ୍ୟରେ କେଉଁ ଦକ୍ଷତାର ବିକାଶ ହୋଇଛି ବୋଲି କୁହାଯାଇପାରିବ? କ ଆତ୍ମନିୟନ୍ତ୍ରଣ, ଖ ଆତ୍ମସଚେତନତା, ଗ ବିଭିନ୍ନ ଭାବନାକୁ ଚିହ୍ନିଥାଏ ଓ ସେଗୁଡ଼ିକୁ ସଠିକ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରିଥାଏ, ଘ ଉଭୟ କ ଓ ଗ। ଏହାର ଠିକ୍ ଆନ୍ସର ଅପସନ୍ ଘ ଉଭୟ କ ଓ ଗ। ନମ୍ବର 6। ଶିକ୍ଷକ ପିଲାଙ୍କୁ ଦଶହରା ପର୍ବର ଅନୁଭୂତି ବିଷୟରେ ଭାବି ନିଜ ସାଙ୍ଗଙ୍କ ସହିତ ଆଲୋଚନା କରି ସେମାନଙ୍କର ଅନୁଭୂତିକୁ ଲେଖିବାକୁ କହିଲେ। ଏହି କାର୍ଯ୍ୟ ଦ୍ୱାରା ପିଲାଙ୍କର କେଉଁ ଦକ୍ଷତା ବିକାଶ ହେବ? କ ଡିକୋଡିଂ ଦକ୍ଷତା, ଖ ଲିଖନର ମୌଳିକ ଦକ୍ଷତା, ଗ ସୂକ୍ଷ୍ମ ଓ ସ୍ଥୂଳ ମାଂସପେଶୀ ବିକାଶ, ଘ ଉଚ୍ଚସ୍ତରୀୟ ଲିଖନ ଦକ୍ଷତାର ବିକାଶ। ଏହାର ଠିକ୍ ଆନ୍ସର ଅପସନ୍ ଘ ଉଚ୍ଚସ୍ତରୀୟ ଲିଖନ ଦକ୍ଷତାର ବିକାଶ। ନମ୍ବର 7। ରାମ ପ୍ରଥମ ଶ୍ରେଣୀରେ ପଢ଼େ। ସେ ପେନସିଲଟି ପାଇ କାଗଜରେ ଅଙ୍କାବଙ୍କା ଗାର ଟାଣିଲା। ସେହି ଅଙ୍କାବଙ୍କା ଲେଖା ଆଡ଼କୁ ଚାହିଁ ଶିକ୍ଷକ ପଚାରିଲେ, କ'ଣ ଲେଖୁଛ? ପିଲାଟି କହିଲା, ଏଇଟା ମୋର ମାଆଙ୍କ ଚିତ୍ର। ମୋ ମାଆଙ୍କ ନାଁ ସୁଷମା। ଏହି ପରିସ୍ଥିତିରେ ଶିକ୍ଷକ କ'ଣ କରିବା ଉଚିତ? ଉପଯୁକ୍ତ ଉକ୍ତିରେ ଠିକ୍ ଚିହ୍ନ ଦିଅ। କରେ ଅଛି ଶିକ୍ଷକ କହିବା ଉଚିତ ଯେ ପିଲାଟି ଯାହା କହିବାକୁ ଚାହୁଁଛି ତାକୁ ଚିତ୍ର ଦ୍ୱାରା ପ୍ରକାଶ ନ କରି ଲେଖିକି ପ୍ରକାଶ କରୁ। ଖ
ପିଲାଟିର କାର୍ଯ୍ୟକୁ ଦେଖି ଆବଶ୍ୟକ ସଂଶୋଧନ କରିବେ ଓ ତାକୁ ଚିତ୍ରଟିକୁ ଠିକ୍ ଭାବରେ ଆଙ୍କିବାକୁ କହିବେ। ଗ ପିଲାଟିକୁ ବର୍ଣ୍ଣମାଳା ଦେଖାଇ ଅକ୍ଷରର ଲିଖନ ଓ ପଠନ ଅଭ୍ୟାସ କରିବା ପାଇଁ କହିବେ। ଘ ପିଲାଟିର କାର୍ଯ୍ୟକୁ ପ୍ରଶଂସା କରିବେ ଓ ସେହି ବିଷୟରେ ତା ସହିତ ଆଲୋଚନା କରିବେ। ଏହାର ଠିକ୍ ଆନ୍ସର୍ ଅପସନ୍ ଘ ପିଲାଟିର କାର୍ଯ୍ୟକୁ ପ୍ରଶଂସା କରିବେ ଓ ସେହି ବିଷୟରେ ତା ସହିତ ଆଲୋଚନା କରିବେ। ନମ୍ବର 8 ଆଦିତ୍ୟ ସାର୍ ଦ୍ୱିତୀୟ ଶ୍ରେଣୀର ଶିକ୍ଷକ ଅଟନ୍ତି। ସେ କୌଣସି ପାଠକୁ ପଢ଼ାଇବା ସମୟରେ ଶ୍ରେଣୀରେ ସବୁଠାରୁ ଭଲ ପଢ଼ିପାରୁଥିବା ପିଲାଙ୍କୁ ଆଗକୁ ଡାକି ପାଠଟିକୁ ପଢ଼ିବାକୁ କୁହନ୍ତି ଓ ସମସ୍ତ ପିଲାମାନେ ତା ପଛରେ ପାଠକୁ ପାଳି ଧରି ପଢ଼ନ୍ତି। ଏହି ଶିକ୍ଷଣ କାର୍ଯ୍ୟ ଦ୍ୱାରା କେଉଁ କୌଶଳ ବିକାଶ ହୋଇଥାଏ? ଉପଯୁକ୍ତ ଉକ୍ତିରେ ଠିକ୍ ଚିହ୍ନ ଦିଅ। କ ପଠନ ବୋଧଗମ୍ୟତାର ବିକାଶ ହୋଇଥାଏ। ଖ ସାଙ୍କେତିକ ପଠନ ଦକ୍ଷତାର ବିକାଶ ହୋଇଥାଏ। ଗ ପ୍ରାକ୍ ପଠନ ଦକ୍ଷତାର ବିକାଶ ହୋଇଥାଏ। ଘ ପିଲାଙ୍କୁ ଏହି କାର୍ଯ୍ୟ ଅର୍ଥବିହୀନ ଓ ଅରୁଚିକର ଲାଗିଥାଏ। ଏହାର ଠିକ୍ ଆନ୍ସର୍ ଅପସନ୍ ଘ ପିଲାଙ୍କୁ ଏହି କାର୍ଯ୍ୟ ଅର୍ଥହୀନ ଓ ଅରୁଚିକର ଲାଗିଥାଏ। ନମ୍ବର 9 ସନ୍ତୁଳିତ ଭାଷା ଶିକ୍ଷଣ ପନ୍ଥା ସମ୍ବନ୍ଧିତ କେଉଁ ଉକ୍ତିଟି ଠିକ୍ ଅଟେ? କ ଏହା କେବଳ ଘରର ଭାଷା ଓ ମାନକ ମଧ୍ୟରେ ସମନ୍ୱୟ ଆଣିଥାଏ। ଖ ପଠନ ଓ ଲିଖନ କାର୍ଯ୍ୟ ମଧ୍ୟରେ ସମନ୍ୱୟ ଆଣିଥାଏ। ଗ ଡିକୋଡ଼ିଂକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଘ ଭାଷା ଶିକ୍ଷଣରେ ପ୍ରତିଦିନ ମୌଖିକ ଭାଷା ବିକାଶ, ଡିକୋଡ଼ିଂ, ପଠନ ଓ ଲିଖନ ମଧ୍ୟରେ ସନ୍ତୁଳନ ରକ୍ଷା କାର୍ଯ୍ୟ କରାଯାଇଥାଏ। ଏହାର ଠିକ୍ ଆନ୍ସର୍ ଅପସନ୍ ଘ ଭାଷା ଶିକ୍ଷଣରେ ପ୍ରତିଦିନ ମୌଖିକ ଭାଷା ବିକାଶ, ଡିକୋଡ଼ିଂ, ପଠନ ଓ ଲିଖନ ମଧ୍ୟରେ ସନ୍ତୁଳନ ରଖି କାର୍ଯ୍ୟ କରାଯାଏ। ନମ୍ବର 10 ପଢ଼ି ଶିଖିବା ସମ୍ପର୍କିତ କେଉଁ ଉକ୍ତିଟିରେ ଆପଣ ଏକମତ? କ ପଢ଼ି ଶିଖିବା କଥନ ଭଳି ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ। ଖ କୌଣସି ନୂଆ ପାଠକୁ ଶିକ୍ଷକଙ୍କୁ ପ୍ରଥମେ ଆଦର୍ଶ ପଠନ ଓ ପରେ ସ୍ୱାଧୀନ ପାଠନ କରାଇବା ଉଚିତ। ଗ ଏଥିରେ ଡିକୋଡ଼ିଂ ଓ ଅର୍ଥ ଗ୍ରହଣ କରିବା ଉପରେ ସମାନ ଗୁରୁତ୍ୱ ଦେବା ଉଚିତ। ଘ ଉପରୋକ୍ତ କୌଣସିଟି ନୁହେଁ। ଏହାର ଆନ୍ସର୍ ଅପସନ୍ ଗ ଏଥିରେ ଡିକୋଡ଼ିଂ ଓ ଅର୍ଥ ଗ୍ରହଣ କରିବା ଉପରେ ସମାନ ଗୁରୁତ୍ୱ ଦିଆଯାଏ। ନମ୍ବର 11 ବହୁ ଶ୍ରେଣୀ ପରିସ୍ଥିତି ପାଇଁ କେଉଁ ଉକ୍ତିଟି ଠିକ୍? କ ସବୁ ଶ୍ରେଣୀର ପିଲାଙ୍କୁ ଏକାଠି ନେଇ ସାଧାରଣ କାର୍ଯ୍ୟ କରାଯାଇପାରିବ। ଖ ସମାନ ପ୍ରକାରର ଶିକ୍ଷଣ ସାମଗ୍ରୀ ବ୍ୟବହାର କରାଯାଇପାରିବ। ଗ ସହପାଠୀଙ୍କ ସହାୟତାରେ ସଂଶୋଧନ କାର୍ଯ୍ୟ କରାଯାଇପାରିବ। ଘ ଉପରୋକ୍ତ ସମସ୍ତ। ଏହାର ଠିକ୍ ଆନ୍ସର୍ ଅପସନ୍ ଘ ଉପରୋକ୍ତ ସମସ୍ତ। ନମ୍ବର 12 ଲିଖନ ସମ୍ପର୍କିତ କେଉଁ ତଥ୍ୟ ଗ୍ରହଣୀୟ? କ ପିଲାଙ୍କୁ ଲିଖନ ଅଭ୍ୟାସ ପାଇଁ ପ୍ରତିଦିନ ସମୟ ଦେବା ଉଚିତ। ଖ ଲିଖନ କାର୍ଯ୍ୟକୁ ମୌଖିକ ଭାଷା, ଡିକୋଡ଼ିଂ ଓ ପଠନ ସହ ଯୋଡ଼ିବା ଉଚିତ। ଗ ନିୟମିତ ରୂପେ ପିଲାଙ୍କ ଲିଖନ କାର୍ଯ୍ୟ ସଂଶୋଧନ କରିବା ଉଚିତ। ଘ ପ୍ରତ୍ୟେକ ପିଲାକୁ ତା'ର ଦକ୍ଷତା ଅନୁସାରେ ଲିଖନ କାର୍ଯ୍ୟ ଦେଇ ନିୟୋଜିତ କରିବା ଉଚିତ। ଉପରୋକ୍ତ ସମସ୍ତ। ଏହାର ଠିକ୍ ଆନ୍ସର୍ ଅପସନ୍ ଉପରୋକ୍ତ ସମସ୍ତ। ନମ୍ବର 13 ELPSର ପୁରା ନାମ କ'ଣ? କ ଏକ୍ସପେରିମେଣ୍ଟାଲ ସ୍ପୋକେନ୍ ଲାଙ୍ଗୁଏଜ୍ ପିକ୍ଚର ଆଣ୍ଡ ରିଟନ୍ ସିମ୍ବଲ୍। ଖ ଏକ୍ସପିରିଏନ୍ସ ସ୍ପୋକେନ୍ ଲାଙ୍ଗୁଏଜ୍ ପିକ୍ଚର ଆଣ୍ଡ ରିଟନ୍ ସିମ୍ବଲ୍ସ। ଗ ଏନଗେଜମେଣ୍ଟ ସ୍ପୋକେନ୍ ଲାଙ୍ଗୁଏଜ୍ ପିକ୍ଚର ଆଣ୍ଡ ରିଟନ୍ ସିମ୍ବଲ୍ସ। ଘ ଏକ୍ସପେରିମେଣ୍ଟାଲ ସ୍ପୋକେନ୍ ଲାଙ୍ଗୁଏଜ୍ ପୋଷ୍ଟର ଆଣ୍ଡ ରିଟନ୍ ସିମ୍ବଲ୍ସ। ଏହାର ଠିକ୍ ଆନ୍ସର୍ ଅପସନ୍ ଖ ଏକ୍ସପିରିଏନ୍ସ ସ୍ପୋକେନ୍ ଲାଙ୍ଗୁଏଜ୍ ପିକ୍ଚର ଆଣ୍ଡ ରିଟନ୍ ସିମ୍ବଲ୍ସ। ନମ୍ବର 14 ବିଲ୍ଡିଂ ବ୍ଲକରେ ଥିବା ଗଣିତ ଖେଳ ଦ୍ୱାରା ପିଲାମାନଙ୍କର କିପରି ଦକ୍ଷତା ବୃଦ୍ଧି ହୁଏ? କ ଖେଳି ଖେଳି ଗଣିତ ଶିଖିବା। ଖ ଦକ୍ଷତାର ପୁନର୍ବଳନ। ଗ ଶ୍ରେଣୀଭିତ୍ତିକ ଗଣିତ ପୁସ୍ତକରେ ଥିବା ବିଷୟ ସହିତ ସମନ୍ୱିତ। ଘ ଉପରୋକ୍ତ ସମସ୍ତ। ଏହାର ଠିକ୍ ଆନ୍ସର୍ ଅପସନ୍ ଘ ଉପରୋକ୍ତ ସମସ୍ତ। ନମ୍ବର 15 କେଉଁ କେଉଁ ମୌଳିକ ତତ୍ତ୍ୱକୁ ନେଇ ଜିକେକୁ ପ୍ରସ୍ତୁତ କରାଯାଇଛି? କ 3C। ଖ 5E। ଗ CRA। ଘ ଉପରୋକ୍ତ ସମସ୍ତ। ଏହାର ଠିକ୍ ଆନ୍ସର୍ ଅପସନ୍ ଘ ଉପରୋକ୍ତ ସମସ୍ତ। ନମ୍ବର 16 ଜିକେ କିଟ୍ରେ କେତୋଟି ଶିକ୍ଷଣ ସାମଗ୍ରୀ ବା TLM ଅଛି? କ 15। ଖ 20। ଗ 19। ଘ 12। ଏହାର ଠିକ୍ ଆନ୍ସର୍ ଅପସନ୍ ଗ 19। ନମ୍ବର 17
एनसीईआरटी किट्रे केतोटी शिक्षण सामग्री बा टीएलएम अच्छी? क 11, ख 10, ग 19, घ 12। यार ठीक आंसर ऑप्शन क 11। नंबर 18 एफएलएन ग्रेड पर बहुश्रेणी परिस्थिति में गणित श्रेणी परिचालना के उक्ति ठीक? क गणित शिक्षण प्रति श्रेणी को 90 मिनिट लेखाएं समय देवा। ख गणित शिक्षण एकाधिक श्रेणी परिचालना 90 मिनिट अवधि में करिपरिबा। ग बहुश्रेणी परिस्थिति में गणित शिक्षण 120 मिनिट समय देवा। घ उपरोक्त कौनसी नुहे। यार ठीक आंसर ऑप्शन ख गणित शिक्षण एकाधिक श्रेणी परिचालना 90 मिनिट अवधि में करिपरिबा। एबे आसिला बैक और सबमिट। बैक मारिकी मु चेक कर दे पारिबी मोर जो 18टा क्वेश्चन आंसर कली संपूर्ण करिछि कि काहाकू छाड़ी जाइछि। तेणु से बैक को क्लिक कली। बैक को क्लिक कला परे प्रथम क्वेश्चन मु करि सारिछि, द्वितीय क्वेश्चन आंसर मध्य करि सारिछि, तृतीय क्वेश्चन अटेम्प्ट करि सारिछि, चतुर्थ क्वेश्चन मध्य अटेम्प्ट करि सारिछि, 5 नंबर क्वेश्चन अटेम्प्ट करि सारिछि, 6 नंबर क्वेश्चन मध्य अटेम्प्ट करि सारिछि, 7 नंबर क्वेश्चन आंसर दे सारिछि, 8 नंबर क्वेश्चन आंसर दे सारिछि, 9 नंबर क्वेश्चन आंसर दे सारिछि, 10 नंबर क्वेश्चन आंसर दे सारिछि, 11 नंबर मध्य दे सारिछि, 12 नंबर कंप्लीट होइछि, 13 नंबर मध्य होई सारिछि, 14 नंबर मध्य होई सारिछि, 15 नंबर सरिछि, 16 नंबर आंसर दे सारिछि, 17 नंबर आंसर दे सारिछि, 18 नंबर आंसर मध्य दे सारिछि। तेणु एथुरु मु जानिली जे जो 18टी क्वेश्चन मो पाई आसीतिला से 18टी एक क्वेश्चन आंसर मु दे सारिछि। तापर सबमिट बटन को मु क्लिक कली। सबमिट बटन क्लिक कला परे केते स्कोर रहिला ता व्यू स्कोर को क्लिक कला परे जणा पड़िबो। बर्तमान व्यू स्कोर को क्लिक कली जानिली जे 18टा क्वेश्चन आंसर और संपूर्ण ठीक अछि एवं मोर पॉइंट 18 मार्क ही रही।